କେଉଁ ସ୍ଥାନକୁ କ'ଣ କୁହାଯାଏ ଆସନ୍ତୁ ଜାଣିବା। ଓଡ଼ିଶାର ଶଙ୍ଖକ୍ଷେତ୍ର ପୁରୀ, ଓଡ଼ିଶାର ଅର୍କକ୍ଷେତ୍ର କୋଣାର୍କ, ଓଡ଼ିଶାର କୈଳାସ କପିଳାସ, ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି, ଓଡ଼ିଶାର ଗଙ୍ଗା ମହାନଦୀ, ଓଡ଼ିଶାର ଗଦାକ୍ଷେତ୍ର ଯାଜପୁର, ଓଡ଼ିଶାର ବିଭୂତି କ୍ଷେତ୍ର ଗୋରଖନାଥ, ଓଡ଼ିଶାର ବିହଙ୍ଗ ବିହାର ଚିଲିକା, ଓଡ଼ିଶାର ମନ୍ଦିର ମାଳିନୀ ସହର ଭୁବନେଶ୍ୱର, ଓଡ଼ିଶାର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ଓଡ଼ିଶାର ବାଣୀକ୍ଷେତ୍ର ଜଗତସିଂହପୁର, ଓଡ଼ିଶାର କାଶୀ ଭୁବନେଶ୍ୱର, ଓଡ଼ିଶାର ପଦ୍ମକ୍ଷେତ୍ର କୋଣାର୍କ, ଓଡ଼ିଶାର ଚକ୍ରକ୍ଷେତ୍ର ଭୁବନେଶ୍ୱର, ଓଡ଼ିଶାର ବ୍ୟାସକ୍ଷେତ୍ର ରାଉରକେଲା, ଓଡ଼ିଶାର ଇସ୍ପାତ ସହର ରାଉରକେଲା, ଓଡ଼ିଶାର ସ୍ୱର୍ଣ୍ଣ ତ୍ରିଭୁଜ ପୁରୀ କୋଣାର୍କ ଭୁବନେଶ୍ୱର, ଓଡ଼ିଶାର କଳା ପାଗୋଡ଼ା କୋଣାର୍କ। ସିନ୍ଦୁର ଲଗାଇବାର ନିୟମ ଆସନ୍ତୁ ଜାଣିବା। ସ୍ନାନ କରି କେଶ ଶୁଖିବା ପରେ ସିନ୍ଦୁର ଲଗାନ୍ତୁ। ଡାହାଣ ହାତରେ ସିନ୍ଦୁର ଲଗାନ୍ତୁ। ନାକ ସିଧାରେ ସିନ୍ଦୁର ଲଗାନ୍ତୁ। ସିନ୍ଦୁର ଲଗାଇବା ପୂର୍ବରୁ ମାତା ଗୌରୀଙ୍କୁ ସିନ୍ଦୁର ଅର୍ପିତ କରନ୍ତୁ। ସୂର୍ଯ୍ୟାସ୍ତ ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ। ସମସ୍ତଙ୍କ ଆଗରେ ସିନ୍ଦୁର ପିନ୍ଧନ୍ତୁ ନାହିଁ। ସିନ୍ଦୁର ସିନ୍ଥି ମଧ୍ୟରେ ଲଗାଇବା ଉଚିତ। ସାଙ୍ଗମାନେ, ସ୍ତ୍ରୀ ନାଁରେ ସ୍ୱାମୀ, ସ୍ତ୍ରୀର ହାତ ହେଲେ ମେହେନ୍ଦି ସ୍ୱାମୀ ନାଁରେ, ସ୍ତ୍ରୀର ଦେହ ହେଲେ ହଳଦୀ ସ୍ୱାମୀ ନାଁରେ, ସ୍ତ୍ରୀର ମଥା ହେଲେ ଓଢ଼ଣା ସ୍ୱାମୀ ନାଁରେ, ସ୍ତ୍ରୀର ସିନ୍ଥି ହେଲେ ସିନ୍ଦୁର ସ୍ୱାମୀ ନାଁରେ, ସ୍ତ୍ରୀର ଗଳା ହେଲେ ମଙ୍ଗଳସୂତ୍ର ସ୍ୱାମୀ ନାଁରେ, ସ୍ତ୍ରୀର ହାତ ହେଲେ ଶଙ୍ଖା ସ୍ୱାମୀ ନାଁରେ, ଆଉ ସ୍ତ୍ରୀର ପାଦ ହେଲେ ଝୁଣ୍ଟିଆ ସ୍ୱାମୀ ନାଁରେ। ତେଣୁ କେବେ ବି ନାରୀକୁ ଅସମ୍ମାନ କରନ୍ତୁ ନାହିଁ। କ'ଣ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ଆପଣଙ୍କର ଦେହ ଯେତେବେଳେ ଖରାପ ହୋଇଯାଏ ଅବା ଅସୁସ୍ଥ ହୋଇ ଆପଣ ବେଡ଼୍ରେ ପଡ଼ିଥାନ୍ତି, ସେତେବେଳେ ଆପଣଙ୍କ ପାଖରେ କିଏ ଥାଏ? ଆପଣଙ୍କର ମା, ଆପଣଙ୍କର ସ୍ତ୍ରୀ, ନହେଲେ ଆପଣଙ୍କ ପରିବାର ଲୋକେ। କିନ୍ତୁ ସେମାନଙ୍କୁ ବର୍ଷ ସାରା ଆମେ ବିଜି କହି ଅଣଦେଖା କରିଦେଇଥାଉ। ତାଙ୍କ ପାଖରେ ସମୟ ଅତିବାହିତ କରିବା ପାଇଁ ଆମେ ଭଲରେ ଟିକେ ସମୟ ବି ଦେଇପାରିନଥାଉ। କଥାଟି ଅଡ଼ୁଆ ଲାଗୁଥିଲେ ବି ନିରାଟ ସତ୍ୟ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।